पूरा आलर्टରେ ଭାରତ ରାଜ୍ୟଗୁଡ଼ିକୁ କେନ୍ଦ୍ର କୃଷି ମନ୍ତ୍ରାଳୟର ନିର୍ଦ୍ଦେଶ। ଏଲନିନୋ ପାଇଁ କର ଆକ୍ସନ୍ ପ୍ଲାନ୍। ମହା ବିପର୍ଯ୍ୟୟ ଆଣିବ ଏଲନିନୋ। ପୂରା ଆଲର୍ଟରେ ଏବେ ଭାରତ। ଆସନ୍ତୁ ଆଜି ଆମେ ଜାଣିବା ଜିଲ୍ଲା ସ୍ତରରେ କେଉଁ ସବୁ ପ୍ରସ୍ତୁତ ଚାଲିଛି। ଆସନ୍ତୁ ଜାଣିବା ଆଜି ଆମେ ଏହି ନୂଆ ଅପଡେଟ୍ ବିଷୟରେ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓକୁ ଆରମ୍ଭ କରିବା। ମହା ବିପର୍ଯ୍ୟୟ ଆଣିବ ଏଲନିନୋ। ପୂରା ଆଲର୍ଟରେ ଭାରତ ରାଜ୍ୟଗୁଡ଼ିକୁ କେନ୍ଦ୍ର କୃଷି ମନ୍ତ୍ରାଳୟର ନିର୍ଦ୍ଦେଶ। ଜିଲ୍ଲା ସ୍ତରରେ ଶୀଘ୍ର ପ୍ରସ୍ତୁତ କର ଆକ୍ସନ୍ ପ୍ଲାନ୍। ଏଲନିନୋ ପ୍ରଭାବରେ ଭାରତ ସମେତ ବିଭିନ୍ନ ଦେଶରେ ବର୍ଷା ପରିମାଣ କମିଯିବା ନେଇ ଯେଉଁ ଆଶଙ୍କା ଉପୁଜୁଛି ତାହା ପ୍ରାୟତଃ ସତ ହେବାକୁ ଯାଉଛି। ମୌସୁମୀ ଦୁର୍ବଳ ପାଲଟିବ, ସ୍ୱଳ୍ପ ବୃଷ୍ଟି ସ୍ଥିତି ଦେଖାଦେବ। ଏହା ଯୋଗୁଁ ଭାରତ ସମେତ ବିଶ୍ୱବ୍ୟାପୀ 3 ମାସ ପର୍ଯ୍ୟନ୍ତ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ। ଏହା ଭୟଙ୍କର ଖାଦ୍ୟ ସଙ୍କଟକୁ ଡାକି ଆଣିବ। ଭାରତୀୟ ପାଣିପାଗ ବିଭାଗ ପରେ ଏବେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ WMO ବୈଶ୍ୱିକ ଜଳବାୟୁକୁ ନେଇ ସତର୍କତା ଜାରି କରିଛି। ଜାତିସଂଘର ଏହି ପାଣିପାଗ ଏଜେନ୍ସି କହିଛି, ପ୍ରଶାନ୍ତ ମହାସାଗରରେ ଦ୍ରୁତଗତିରେ ଗରମ ହେଉଥିବା ଜଳ କାରଣରୁ ଜୁନ୍ରୁ ଅଗଷ୍ଟ ମଧ୍ୟରେ ଏଲନିନୋ ସୃଷ୍ଟି ହେବା ଆଶଙ୍କା 80% ରହିଛି। ନଭେମ୍ବର ସୁଦ୍ଧା ଏହାର ଉପସ୍ଥିତି 90% ବା ତାଠାରୁ ଅଧିକ ହେବା ଆଶଙ୍କା ଉପୁଜୁଛି। ଏହାଦ୍ୱାରା ଭୟଙ୍କର ପରିସ୍ଥିତି ଦେଖାଦେବ। ଏଭଳି ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଭାରତ ଲାଗି ପାଣିପାଗ ବିଶେଷଜ୍ଞମାନେ କିଛି ସକାରାତ୍ମକ ରିପୋର୍ଟ ଦେଇଛନ୍ତି। ସେମାନଙ୍କ ଅନୁସାରେ ଭାରତରେ 2ଟି ପ୍ରଣାଳୀ ଇଣ୍ଡିଆନ୍ ଓସୋନ୍ ଡାଇପୋଲ୍ IOD ଏବଂ ମ୍ୟାଡେନ୍ ଜୁଲିଆନ୍ ଓସିଲେସନ୍ MLO ଦ୍ୱାରା ମୌସୁମୀ ସୁରକ୍ଷିତ ରହିପାରେ। ଇଣ୍ଡିଆନ୍ ଓସୋନ୍ ଡାଇପୋଲ୍କୁ ଭାରତ ମହାସାଗରରେ ଏଲନିନୋ ବି କୁହାଯାଏ। ଯଦି ଏହାର ପର୍ଯ୍ୟାୟ ସକାରାତ୍ମକ ହୁଏ ତେବେ ଏହା ଏଲନିନୋର ସୂକ୍ଷ୍ମ ପ୍ରଭାବକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେଇ ଭାରତରେ ଭଲ ବର୍ଷା କରାଇପାରେ। ସେହିପରି ମ୍ୟାଡେନ୍ ଜୁଲିଆନ୍ ଓସିଲେସନ୍ ବାଦଲ ଏବଂ ବାୟୁର ଏକ ବୈଶ୍ୱିକ ଚକ୍ର ଯାହାକି ଭୂମଧ୍ୟ ରେଖାରେ ଘୂରି ବୁଲିଥାଏ। ଯେତେବେଳେ ଏହା ଭାରତ ଉପର ଦେଇ ଗତି କରେ ସେତେବେଳେ ଦୁର୍ବଳ ମୌସୁମୀରେ ବି ଭଲ ବର୍ଷାର ପର୍ଯ୍ୟାୟ ସୃଷ୍ଟି ହୋଇଥାଏ। ତେଣୁ ଏହି 2ଟି ସିଷ୍ଟମ ବା ପ୍ରଣାଳୀ ସଂଯୋଗ ହେଲେ ହିଁ ଭାରତ ଏଲନିନୋ ପ୍ରଭାବକୁ ମାତ ଦେଇପାରିବ। ପାଣିପାଗ ବିଭାଗ ମୁତାବକ ଦେଶରେ ମୌସୁମୀ ବେଳେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ ବିଳମ୍ବରେ ଆସିପାରେ। ଏହା ଜୁନ୍ 4ରେ କେରଳ ପହଞ୍ଚିପାରେ, ଯେବେକି ସ୍ୱାଭାବିକ ଭାବେ ଜୁନ୍ 1ରେ ହିଁ ଏହା କେରଳ ଛୁଇଁଥାଏ। WMOର ଆକଳନ ଅନୁସାରେ ଏଲନିନୋ ଆଗକୁ ଆହୁରି ମଜବୁତ ହୋଇପାରେ। ଏହାଦ୍ୱାରା ଭାରତ ସମେତ ବିଶ୍ୱବ୍ୟାପୀ ମରୁଡ଼ି, ବନ୍ୟା, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପାଣିପାଗର ବିପଜ୍ଜନକ ରୂପ ଦେଖିବାକୁ ମିଳିପାରେ। ଏଭଳି ସ୍ଥିତିରେ କେନ୍ଦ୍ର କୃଷି ମନ୍ତ୍ରାଳୟ ତମାମ ରାଜ୍ୟ ଏବଂ ପାଣିପାଗ ଏଜେନ୍ସିଗୁଡ଼ିକୁ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ୍ ବର୍ଷାକୁ ଦୃଷ୍ଟିରେ ରଖି ଆଗୁଆ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲା ସ୍ତରରେ ଯୋଜନା ବନାଇବାକୁ କୁହାଯାଇଛି। କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଚାଷୀମାନଙ୍କ ପାଖରେ ତୁରନ୍ତ ସୂଚନା ପହଞ୍ଚାଇବା ଲାଗି ଡିଜିଟାଲ ଏବଂ କଲ୍ ସେଣ୍ଟର ସେବା ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। WMOର ବୈଜ୍ଞାନିକ ଅନୁସାରେ ପ୍ରଶାନ୍ତ ମହାସାଗରରେ ଉପରିଭାଗରେ ନିମ୍ନ ପାଣି ସ୍ୱାଭାବିକ ଠାରୁ 6 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅଧିକ ଗରମ ହୋଇଥିବା ଦେଖିବାକୁ ମିଳିଛି। ଏହା ବେଶ୍ ଚିନ୍ତାଜନକ ବିଷୟ। ସମୁଦ୍ରରେ ଜମା ହେଉଥିବା ଏହି ଅତିରିକ୍ତ ଉତ୍ତାପ ଉପରିଭାଗକୁ ଗରମ କରିଦେଉଛି। ଏହାଦ୍ୱାରା ଏଲନିନୋକୁ ଅଧିକ ବଳ ମିଳୁଛି। ପାଣିପାଗ ବିଶେଷଜ୍ଞମାନେ ଏଥର ସୁପର ଏଲନିନୋକୁ ନେଇ ସତର୍କବାଣୀ ଜାରି କରିଛନ୍ତି। ମୌସୁମୀ କେରଳ ଛୁଇଁବା ବେଳକୁ ଏଲନିନୋ ନିଜ ପ୍ରାରମ୍ଭିକ ପର୍ଯ୍ୟାୟରେ ପହଞ୍ଚିପାରେ। ଏଲନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା। ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗ ସମୁଦ୍ର ପାଣି ସ୍ୱାଭାବିକ ଠାରୁ ଅଧିକ ଗରମ ହେବା ସ୍ଥିତିରେ ଏଲନିନୋ ହୋଇଥାଏ। ସମୁଦ୍ରର ତାପମାତ୍ରାରେ ଏହି ପରିବର୍ତ୍ତନ ବିଶ୍ୱବ୍ୟାପୀ ବାୟୁ ଓ ପାଣିପାଗ ପଦ୍ଧତିକୁ ପ୍ରଭାବିତ କରିଥାଏ। ଏହା ଯୋଗୁଁ ଅନେକ ଦେଶରେ ପାଣିପାଗ ଅଚାନକ ବଦଳିଯାଏ। କେଉଁଠି ମରୁଡ଼ି ତ କେଉଁଠି ଭୀଷଣ ବର୍ଷା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦିଏ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଆଜିର ଏହି ନୂଆ ଅପଡେଟ୍ ବିଷୟରେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।